हेलो पिला माने सो केमिति अछंती आपण माने स्वागत करूची मु तमर से सुंदर चैनल पीएसएम पावर ऑफ साइंस मैजिक रे। तो पिला माने आजिकार एही सुंदर वीडियो रे हम माने तमन प्रति आरंभ करिया जाउछु गोटे बढ़िया विषय गोटे सुंदर विषय। ठीक अछि विषयटी पिले जानिया पूर्वरु मते आगो कुओ लाइव सेक्शन तम माने आसुनो तम रेकॉर्डेड सेक्शन रे आसुछो अर्थ ଯେତେବେଳେ କ୍ଲାसेस ଯେତେବେଳେ ଲାଇଭ ଚାଲୁଛି ତମମାନେ ସେତେବେଳେ ମତେ ଦେଖା ଦଉନ। ତମମାନେ ମତେ ଦେଖା ଦଉଛ କେତେବେଳେ ଏଇ ଟାଇମରେ ମାନେ ଏବେ ମତେ ଗୋଟେ କଥା କୁହ ଏବେ କ୍ଲାସ ଚାଲିଛି ନା ସାର୍ ଏବେ ତ କ୍ଲାସ ଚାଲିନି ଆପଣଙ୍କ କ୍ଲାସ ସବୁ ବନ୍ଦ ହେଇଗଲାଣି କେତେବେଳଠୁ ଆଉ ତ ଏବେ ଦେଖିକି କଣ ଲାଭଟା ପାଉଛ। ମୁଁ ତମ ପାଇଁ ପ୍ରିମିୟର କାଇଁ ପକଉଛି ଏଇଥିପାଇଁ ନା ହଇରେ ମୁଁ ତମ ପାଇଁ ପ୍ରିମିୟରରେ ଏଇ ସେନ୍ସରେ ପକଉଛି ଯେ ତମ ମାନେ ଆଟଲିଷ୍ଟ ସେତିକି ବେଳେ ଭିଡିଓଟି ଦେଖ ତାହେଲେ ସେଇ ଟାଇମ ଟା ତମକୁ ବଢିଆ ଲାଗିବ ମଜା ଆସିବ। ଆଉ ତମ ମାନେ ନା ସାର୍ ସ୍କୁଲ ଅଛି ଏବେ ତମର କୋଉ ସ୍କୁଲ କୋଉ ତମର ସରକାର ତମ ଅଣ୍ଡରରେ ଚାଲିଛି କ ନା ତମର ସ୍କୁଲ ଖୋଲା ରହୁଛି ଏବେ ଆମ ଆଡେ ତ ଏଠି ସବୁ ସ୍କୁଲ ବନ୍ଦ ହେଇଗଲାଣି। ମୋ ମା ଇଭିନ ନିଜେ ଗୋଟେ ଟିଚର ମୁଁ ବି ଜାଣିଛି ସ୍କୁଲ କେତେବେଳେ ଖୋଲା ରହୁଛି କେତେବେଳେ ବନ୍ଦ ରହୁଛି ମାନେ ପ୍ରାଇଭେଟ ଟିଚର ମାନେ ଗଭର୍ଣ୍ଣମେଣ୍ଟ ଠାରୁ ହୀନ ଅବସ୍ଥା। ଗଭର୍ଣ୍ଣମେଣ୍ଟ ତ ଫିର ବି ଗୋଟେ ଟାଇମରେ ଛୁଟି ହେଇଯାଏ ପ୍ରାଇଭେଟ ଛୁଟି ହୁଏନି। ହୁଁ ସେ ଯୋଉଠି ପ୍ରାଇଭେଟ ସ୍କୁଲ ଛୁଟି ହେଇଗଲାଣି ଗଭର୍ଣ୍ଣମେଣ୍ଟ ସ୍କୁଲ ତ ଖଣ୍ଡେ ବାଟ ଦୂରର। ତ ତମର କୋଉ ସେନ୍ସର ତମ ମାନେ କହୁଛ ଯେ ଇଏ ହେଇଛି ବୋଲି। ହଉ ପୁଣି ସ୍କୁଲ ଯିବ ସ୍କୁଲ ବି ତମେ ମାନେ ଯାଉଛ ତମ ଗାର୍ଡିଆନ କମ୍ପ୍ଲେନ କରୁଛନ୍ତି ତମେ ସ୍କୁଲ ଯାଉଛ ସ୍କୁଲ ଯାଇତେ ତମେ କିଛି ନା କିଛି ଗୋଟେ ଡେଲି ହଜେଇ ଦେଇକି ପଳେଇ ଆସୁଛ। କେତେବେଳେ ବହି ହଜେଇ ଦେଇ ପଳେଇ ଆସୁଛ କେତେବେଳେ ପେନସିଲ ବକ୍ସ ହଜେଇ ଦେଇ ପଳେଇ ଆସୁଛ କେତେବେଳେ ସିଲଟ ଖଡି ହଜେଇ ଦେଇ ପଳେଇ ଆସୁଛ କଣ ହାଲ କିଏ ଖାଲି ହଜେଇ ଦେଇକି ପଳେଇ ଆସ ବାପାଙ୍କର ତ ଲବଙ୍ଗ ଯାହା ଚାଲିଛି ନା ଖାଲି ହଜେଇ ଦେଇକି ପଳେଇ ଆସ। ମଜା ଲାଗୁଛି ନାଇଁ ନା ସାର୍ କୁହନ୍ତୁନି ଯେତେବେଳେ ଖାତା ଗୁଡା ହଜି ଯାଉଛି ନା ମାନେ କୁହନ୍ତୁନି ସାର୍ ଘରେ ଅଲଗା ପ୍ରକାର ତାଣ୍ଡବ ଚାଲୁଛି ହେଲା। ଘରେ ସାର୍ ଅଲଗା ପ୍ରକାର ତାଣ୍ଡବ ଚାଲିଛି ଆପଣ ଧାରଣା ଦେଇପାରିବେନି ସାର୍ ତାଣ୍ଡବ ସେ ଯୋଉ ତାଣ୍ଡବ ଆପଣ ଧାରଣା ଦେଇପାରିବେନି। ହଉ ମୁଁ ନୂଆ ଛିଡିଛି ମୁଁ ଭାଇ ମୁଁ କଣ ଆଉ ଆସିଛି କି ସେ ଯୁଗରୁ ମୁଁ ତ ଏଇଭଳିଆ ଅବସ୍ଥାରେ ମୁଁ ପୁରା ଉପରେ ଖସି ଆସିଥିଲି ନା କଣ ଛାତ ଫୁଟେଇ ଦେଇ ମୁଁ ଖସି ଆସିଥିଲି ମୁଁ କଣ ଜାଣିଛି କି ଅବସ୍ଥା କେମିତି ହୁଏ। ଏ ଚଣ୍ଡାଳ ଦଳ ମୁଁ ବି ଏଇ ରୋଗ ଦେଇକି ହିଁ ଆସିଛି। ହେଲା ଜିନିଷ ଯେତେବେଳେ ହଜିଯାଏ ଘରେ ଆସିକି ପହଞ୍ଚିବୁ କହିବୁ ଯେ ବାପା ଏଇଟା ହଜିଯାଇଛି କି ମା ଏଇଟା ହଜିଛି ତାପରେ ଯାହା ହୁଏ ମୁଁ ଜାଣିଛି ଏଇଟା ଭଲ ଭାବରେ ହେଲା ଆଉ ତମ ମାନେ ବି ଜାଣିଥିବ ବେଶୀ ଏକ୍ସପ୍ଲେନ କାହିଁ କରିବ ଦୁଃଖ ଗୁଡାକ ଏକ୍ସପ୍ଲେନ କଲେ ପୁଣି ବେଶୀ ଦୁଃଖ ଲାଗେ ନା କଣ ତ ପିଲାମାନେ ଆଜି ଆମେ ସେଇ ପରିକା ଗୋଟେ ସୁନ୍ଦର ବିଷୟବସ୍ତୁ ପଢିବା ଯୋଉ ଜାଗାରେ କି ତ ସେଇ ପରିକା କିଛି ଗୋଟେ ସୁନ୍ଦର ଗୋଟେ ଘଟଣା ହେଇଛି ସାର୍ କୋଉ ଘଟଣା ହେଇଛି ନା ସେଇ ପରୀକ୍ଷା ହିଁ ଗୋଟେ କେସ୍ ଆସିଛି ଜଣଙ୍କର ମୋଦି ଟେ ହଜିଯାଇଛି ହେଲା ସାର୍ କାହାର ମୁଦି ହଜିଗଲା ସାର୍ କୁହନ୍ତୁ ଯଦି ସାର୍ ତା ମୁଦି ହଜିଥିବ ଆମେ ଖୋଜିକି ଦେଇଦମୁ ତାପରେ ଆପଣ ଏଇଠି କ୍ଲାସ କରୁଥିବେ ଆମେ ଏଇଠି ଚଲେଇମୁ ଏ ସେଠି ଗୋଟେ ଠେଙ୍ଗା ଗୋଟେ ଥିଲା ନା 10 ଫୁଟର ଗୋଟେ ଠେଙ୍ଗା ଗୋଟେ ଥିଲା ନେଇକି ଆସିବ ତ ଏଗୁଡା ଟିକେ ବେଶୀ ଟିକେ ଉଦ୍ଧତ ହଉନାହାନ୍ତି ଏଗୁଡା ହଇରେ ବେ ସଂସାର ଖାଇଦବ ବେ ରୁହ ବେ ଅଭଦ୍ରାମି ମାନେ ଟିକେ ଲିମିଟରେ ରୁହ ବେ ଟିକେ ଲିମିଟ ରୁହ ଲିମିଟ ଏକ୍ସିଡ କରନି ନହେଲେ ପୁଣି ମତେ ଲିମିଟ ଏକ୍ସିଡ କରିବାକୁ ପଡିବ ଆଉ ମୁଁ ମୋ ଲିମିଟ ଏକ୍ସିଡ କରିଦେବି ମାନେ ବହୁତ କିଛି ଅସୁବିଧା ହେଇଯିବ ସୋ ମତେ ଫୋର୍ସ କରିବନି ଲିମିଟ ଏକ୍ସିଡ କରିବା ପାଇଁ ତ ପିଲେ ଆଜି ଆମେ ପଢିବା କଣ ତମ ଷ୍ଟୋରିଜ ପାଷ୍ଟ ଆଣ୍ଡ ପ୍ରେସେଣ୍ଟ ର ଗୋଟେ ସୁନ୍ଦର ଅଧ୍ୟାୟ ଯାହାର ନାମ ହଉଛି ଦ ମିସିଙ୍ଗ ରିଙ୍ଗ ଏଇଟା ପିଲା ଆମେ ଫେରିଯିବା ଆକବର ବୀରବଲଙ୍କ ଯୁଗରେ ହେଲା ଆକବର ବୀରବଲଙ୍କ ଯୁଗଟାକୁ ଆମେ ଫେରିଯିବା ଠିକ ଅଛି ତ ସାର୍ ଏଇ ଷ୍ଟୋରି ଟା ତାହେଲେ କୋଉ ସେନ୍ସ ତିଆରି କରାହେଇଛି କଣ ପାଇଁ ଷ୍ଟୋରି ଟା ଲେଖା ହେଇଛି ଏମିତି ନାମକରଣ କଣ ପାଇଁ କରାହେଇଛି ଚାଲନ୍ତୁ ତାହେଲେ ପଢିବା আকବର ୱାଜ ଭେରି ଫଣ୍ଡ ଅଫ୍ ଜୁଏଲାରୀ ଆକବର ଜଣେ ଯୋଉ ରାଜା ଥିଲେ ତାଙ୍କୁ ଜୁଏଲୋରୀ ବହୁତ ପସନ୍ଦ ଥିଲା ହେଲା ଗହଣା ଗୁଡିକ ତାଙ୍କୁ ଭାରି ପ୍ରିୟ ଥିଲା ବେଶୀ ଝିଅ ନଥିଲେ
ଝିଅ ନଥିଲେ ପୁଅଟେ ଥିଲେ। ଆଉ ପୁଅ ମାନେ ବି ଆଗରୁ ଗହଣା ଧାରଣ କରୁଥିଲେ ନିଜକୁ ଗୋଟେ ଛାତି ଦେଖିବା ପାଇଁ। କିନ୍ତୁ ଏବେ କମ୍ପିଟିସନ ଯୁଗ ଏତେ ଆସିଗଲାଣି ପୁଅ ମାନଙ୍କୁ ହାଲକା ଗୋଟେ କାନ ଫୁଲ ପିନ୍ଧେଇ ବି ତାଙ୍କୁ ଭାରି ଲାଜ ମାଡେ। She had hundreds of rings in which diamonds and many other gems had been set. ଠିକ ଅଛି ତାଙ୍କ ପାଖରେ 100 ପ୍ରକାରର ମୁଦି ଥିଲା। ହେଲା ମୋଦି ନୁହେଁ ମୁଦି ରିଙ୍ଗ ଆମର ପିଏମ ମୋଦି ନୁହେଁ। ହେଲା ପୁଣି କହ ତାଙ୍କ ପାଖରେ 100 ପ୍ରକାର ପିଏମ ମୋଦି ଥିଲେ। ମୋଦି ତ ଆମ ଭାରତରେ ଗୋଟେ ପୁଣି 100 ପ୍ରକାର କୋଉଠି ଜନ୍ମ ନେଲେ। In which diamonds and many other gems had been set ଯୋଉ ମୁଦି ଗୁଡାକରେ କଣ ହୀରା ଆଉ ଅନ୍ୟାନ୍ୟ ଦାମିକିଆ ପଥର ଗୁଡିକ ଅନ୍ୟାନ୍ୟ ଦାମିକିଆ ଜେମ୍ସ ଗୁଡିକ ସେଥିରେ ଖଞ୍ଜା ଯାଇଥିଲା ହେଲା। But of all the rings he had but all the rings he had ତାଙ୍କ ପାଖରେ ଯେତିକି ବି ରିଙ୍ଗ ଥିଲା ସେ ସମସ୍ତଙ୍କ ମଧ୍ୟରୁ he liked one the most ତାକୁ ଗୋଟିଏ ରିଙ୍ଗ ପସନ୍ଦ ଆସୁଥିଲା। ସେ ରିଙ୍ଗ ଟା ସାର ତାହେଲେ କୋଉଟା ହେଇଥିଲା ସେ ରିଙ୍ଗ ଟା ଥିଲା ପିଲେ it was a large ring with a number of pearls and diamond sets in it। ପିଅର୍ଲସ ମାନେ କଣ ମୁକ୍ତା ମୁକ୍ତା ଆଉ ହୀରା ଖଞ୍ଜିତ ରିଙ୍ଗ ଟା ମୁଦିଟା। The ring was a present to Akbar from the queen। औरत का चक्कर बाबू भैया औरत का चक्कर। ସେଇଥିପାଇଁ ରାଜାଙ୍କୁ ଏଇଟା ଭାରି ପ୍ରିୟ ଥିଲା। କାହିଁ ପ୍ରିୟ ଥିଲା ଜାଣିପାରିଲ ତ? ରାଜାଙ୍କୁ ଏଇଟା ପ୍ରିୟ ଥିଲା ଏଇଥିପାଇଁ ଯେ କାହିଁକି ନା ତାଙ୍କ ରାଣୀ ଏଇଟା ତାଙ୍କୁ ଗିଫ୍ଟ ଦେଇଥିଲେ। ନହେଲେ ଆଉ ଏଇଗୁଡା ତ ସବୁ ତାଙ୍କୁ ସେ ନିଜେ ତିଆରି କରେଇଥିଲେ ବୁଝୁଛ କି? ଆଉ ଯୋଉ ଏଇଗୁଡାକ ସେ ଆଉ ଯୋଉ ଅନ୍ୟାନ୍ୟ ମୁଦି ଗୁଡିକ ସେଗୁଡା ସେ ତିଆରି କରିଥିଲେ ପିନ୍ଧୁଥିଲେ। କିନ୍ତୁ ଗୋଟିଏ ମୁଦି ସେମାନଙ୍କ ମଧ୍ୟରେ ପସନ୍ଦ ଆସୁଥିଲା କୋଉଟା ଯୋଉ ମୁଦିଟାରେ କି ହୀରା ଆଉ ମୁକ୍ତା ଖଞ୍ଜିତ ହେଇଥିଲା ଆଉ ସେଇ ମୁଦିରେ ତାଙ୍କୁ ତାଙ୍କ ରାଣୀ ଗିଫ୍ଟ ଦେଇଥିଲେ ହେଲା। ହଉ ଏତିକି ତାହେଲେ ଜଣା ପଡିଗଲା। ତାପରେ ଏଟ ଆକବରସ ପ୍ୟାଲେସ ହେଲା ଆକବରଙ୍କର ରାଜମହଲରେ there were 8 servants who looked after the emperor's clothes and jewelry। ସେଇ ରାଜ ଦରବାରରେ କଣ ହଉଥିଲା ନା ପିଲେ ରାଜାଙ୍କର ପର୍ସନାଲ ରୁମ ରେ ଯୋଉଠି କି ରାଜାଙ୍କର କଣ ମୁଦି ଥାଏ କି ରାଜାଙ୍କ ଲୁଗାପଟା ଥାଏ କି ରାଜା ସୁସଜ୍ଜିତ ହେବେ ସେଥିପାଇଁ ଯୋଉ ବିଭିନ୍ନ ପ୍ରକାର ସାମଗ୍ରୀ ଥାଏ ସେ ରୁମ ରେ 8 ଜଣ ଚାକର ଉପସ୍ଥିତ ଥିଲେ। କେତେ ଜଣ 8 ଜଣ ଚାକର ଉପସ୍ଥିତ ଥିଲେ। କୋଉଥିପାଇଁ ନା ରାଜାଙ୍କର ଲୁଗାପଟା ଆଉ ଯେତିକି ରାଜା ଜୁଏଲାରୀ ପିନ୍ଧନ୍ତି ସେ ସବୁ ଗୁଡିକର ଦେଖାରେଖା କରିବା ପାଇଁ। ଏଭ୍ରି ଡେ ୱାନ ଅଫ ଦିଜ 8 servants ପ୍ରତ୍ୟେକ ଦିନ ସେ 8 ଜଣଙ୍କ ଭିତରୁ ଜଣେ used to help Akbar get ready to go to the court। କୋର୍ଟ ମାନେ ପିଲେ ସେତେବେଳେ ଥିଲା ରାଜ ଦରବାର କାହିଁକିନା ସେ ରାଜ ଦରବାର ହିଁ ପିଲା ଥିଲା ଆଗକାଳ ଯୁଗର ଅଦାଲତ। ଯାହା ବି କିଛି କେସ୍ ହବ ସେଇ ରାଜ ଦରବାରରେ ସଲ୍ଭ ହବ ତ ସେଇଥିପାଇଁ କଣ ହଉଥିଲା ନା ସେ 8 ଜଣ ସୈନିକ ମଧ୍ୟରୁ ମାନେ ସପ୍ତାହକୁ 7 ଦିନ ଏ ତଥାପି 8 ସୈନିକ ରଖିଥିଲେ କାଳେ ଜଣେ ଛୁଟିରେ ଗଲେ ଆଉ ଜଣେ କାମରେ ଆସିଯିବ। ତ ସେ 8 ଜଣଙ୍କୁ ସେ କଣ କରିଥିଲେ ରଖିଥିଲେ ନିଜ ପାଖରେ ଆଉ ସେ 8 ଜଣ ଭିତରୁ ପ୍ରତ୍ୟେକ ଦିନ ଜଣେ ଜଣେ ଆସିକି ଆକବରଙ୍କୁ ରେଡି କରାଏ ହେଲା ତାଙ୍କୁ କଣ କରାଏ ତାଙ୍କୁ ସୁସଜ୍ଜିତ କରାଏ ତାଙ୍କର ମେକଅପ୍ କରାଏ ମେକଅପ୍ ପରେ ବି ତାଙ୍କୁ ରେଡି କରାଏ କୋଉଥିପାଇଁ ନା ତାଙ୍କ ରାଜ ଦରବାରକୁ ଯିବା ପାଇଁ ହେଲା। None other than these 8 servants could enter the emperor's room। ଏଇ 8 ଜଣ ସେବକଙ୍କ ପରିବର୍ତ୍ତେ ଅନ୍ୟ କାହାରିକୁ ବି ଆଲାଉ ନ କରାଯାଇ ନଥିଲା ଯେ ସେ ରାଜାଙ୍କ କୋଠରୀ ଭିତରକୁ ପଶିଯିବେ। କାହିଁକି ଆଲାଉ କରୁନଥିଲ କାହିଁକି ନା ହେଠି ଜୁଏଲାରୀ ଗୁଡିକ ଥିଲା ଆଉ ସେ ଜୁଏଲାରୀ ଭିତରେ ରାଜାଙ୍କର ଅତ୍ୟନ୍ତ ପ୍ରିୟ ଜୁଏଲାରୀ ତା ବି ଥିଲା ହେଲା ଯୋଉଟା କି ରାଜାଙ୍କର ଜୀବନ ଥିଲା। ଦ୍ୟାଟ୍ସ ୱାଇ କଣ କରାହଉଥିଲା ନା ସେଇ ରୁମ ରେ ସେ 8 ଜଣ ଚାକରଙ୍କ ଛଡା ଆଉ କାହାରିକି ବି ଆଲାଉ କରାଯାଉ ନଥିଲା ଯେ ତମମାନେ ସେଇ ରୁମକୁୁ ଯିବ ହେଲା। One day the emperor was getting ready to go to the court। ଦିନେ କଣ ହେଲା ନା ରାଜା ରାଜ ଦରବାରକୁ ବାହାରିବା ପାଇଁ ରେଡି ହଉଥିଲେ। He wanted to wear his favorite ring that day। ସେଇଦିନ କଣ କାଳ ଛିଡି ପଇଲା ରାଜାଙ୍କୁ ଇଚ୍ଛା ହେଲା ଯେ ନାଇଁ ମୋ ରାଣୀ ଯୋଉ ମତେ ଗିଫ୍ଟ ଦେଇଥିଲେ ଯୋଉ ରିଙ୍ଗ ଟା ହୀରା ଓ ପିୟର୍ସ ଯୋଉ ଖଞ୍ଜା ହେଇଥିଲା ସେଇ ରିଙ୍ଗ ଟା ମୁଁ ପିନ୍ଧିକି
ଯିବି। He asked one of his 8 servants to bring it. ସେ 8 ଜଣ ଭିତରୁ ଜଣକୁ ଆଦେଶ ଦିଆହେଲା ଯେ ଯାଅ ସେ ରିଙ୍ଗଟା ନେଇକି ଆସ ଯୋଉ ରିଙ୍ଗଟା କି ମତେ ରାଣୀ ଦେଇଥିଲେ। But the servant came back saying that he could not find the ring. କିନ୍ତୁ ଯୋଉ ସେବକଟି ଯାଇଥିଲା ସେ ରିଙ୍ଗକୁ ଆଣିବା ପାଇଁ ସେ କିଛି ସମୟ ପରେ ଫେରି ଆଇଲା ଆଉ ଗୋଟେ ସୂଚନା ଦେଲା ଯେ ସେ ରିଙ୍ଗଟା ମହାରାଜ ମୁଁ ଖୋଜିକି ପାଉନାହିଁ। ରାଜାଙ୍କର ଭାବ ତାହେଲେ କଣ ହେଇଥିବ? Akbar ordered them to search for the ring, but it could not be found. আকবর আদেশ ଦେଲେ ଯାଅ ଚଣ୍ଡାଳ ଦଳ ସେ ରିଙ୍ଗ ଖୋଜି ଆଣ କିନ୍ତୁ କେହି ବି ସେ ରିଙ୍ଗର କିଛି ଅତାପତା ପାଇଲେ ନାହିଁ। ତ আকବର ଏବେ ତାହେଲେ କଣ ତାଙ୍କର ଏକ୍ସପ୍ରେସନ ହେଇଥିବ? ହଁ ପିଲେ ସତ କଥା। Akbar was very angry. আকবর ରାଗିଗଲେ। He felt that one of his 8 servants had stolen the ring. ରାଜାଙ୍କୁ ଡାଉଟ୍ ହେଲା ସେଇ 8 ଜଣଙ୍କ ଭିତରୁ ହିଁ କିଏ ଗୋଟେ ରିଙ୍ଗ ଚୋରି କରିଛି କାହିଁକିନା ଆଉ କାହାରି କି ବି ତା ପଛପଟର ସାହସ ନାହିଁ ଯେ ସେ ରାଜାଙ୍କ ଦରବାରକୁ ଯାଇପାରିବ ବା ସେ 8 ଜଣଙ୍କ ଛଡା ଆଉ କାହାରି କି ଆଲାଉ ନଥିଲା ରାଜାଙ୍କ ସେ ପର୍ସନାଲ ରୁମ ଭିତରେ ଯିବାର। ତ ଅବଭିୟସଲି କଥା ଉଠୁଛି ସେ 8 ଜଣଙ୍କ ଭିତରୁ ହିଁ କେହି ଜଣେ ଚୋରି କରିଥିବ। He sent for Birbal. ସେ আকବରଙ୍କର ମନ୍ତ୍ରୀ ବୀରବଲଙ୍କୁ ଏବେ ସେ ଜାଗାକୁ ପଠେଇଲେ ଡକେଇଲେ। When Birbal came, he told him what had happened, and asked him to find the thief. ଯେତେବେଳେ ବୀରବଲ ଆସିଲେ ତାଙ୍କ ପାଖକୁ ସେତେବେଳେ ସେ କହିଲେ ଯେ ଏଇଆ ଘଟଣା ହେଇଛି। Now your task is ତମ କାମ ହଉଛି ତମେ ଚୋରକୁ ଖୋଜିବ ହେଲା। ତାପରେ ତା ପରଦିନ the following day Birbal called the 8 servants who were in charge of the emperor's room. ତା ପରଦିନ କଣ ହେଲା ନା ବୀରବଲ ସେ 8 ଜଣ ସେବକ ମାନଙ୍କୁ 8 ଜଣ ଚାକର ମାନଙ୍କୁ ଡାକିଲେ ଯୋଉମାନେ କି ରାଜାଙ୍କର ସେ ରୁମ ର ମାନେ କଣ ସେ ରାଜାଙ୍କର ସେ ରୁମ ଭିତରେ ସେ ରହୁଥିଲେ। He gave each of them a short stick and asked them to come back to him the following day. ସେମାନଙ୍କୁ ସମସ୍ତଙ୍କୁ ଗୋଟେ ଗୋଟେ ଏଡିକି ଏଡିକି ଗୋଟେ କାଠି ଦେଲେ ଆଉ କହିଲେ ଏଇ କାଠି ଗୁଡିକ ନିଅ ତା ପରଦିନକୁ ଏଇ କାଠି ଧରିକି ଆସିବ। ଆଉ କଣ୍ଡିସନ ଶୁଣ ଏ କାଠିର କଣ୍ଡିସନ କଣ? He told them that one of them had stolen the emperor's ring and that thief's stick would become longer by as much as the length of a finger that night. ଗୋଟେ ଆଙ୍ଗୁଳି ମାନେ ସମସ୍ତିଙ୍କୁ ହେଲା ପ୍ଲାନ୍ ଟା ଦେଖ আকବରଙ୍କର ପ୍ଲାନ୍ ଟା ଦେଖ ପ୍ଲାନ୍ ଟା କୋଉଭଳିଆ ଧର ଯୋଉ ସମସ୍ତିଙ୍କି ଏଇଭଳିଆ ଗୋଟେ ପେଣ୍ଟ ଦିଆ ହେଇଛି ହଁ ତ ସମସ୍ତଙ୍କୁ ଗୋଟେ ଏଇଭଳିଆ ଗୋଟେ ପେଣ୍ଟ ଦିଆ ହେଇଛି ତ ସମସ୍ତଙ୍କୁ କୁହାହେଲା ଯେ ଚୋର ଯିଏ ବି ହେଇଥିବ ତମର 8 ଜଣ ଭିତରୁ ଯିଏ ଚୋର ହେଇଥିବ ତା କାଠିଟି କଣ ହବ ନା ଆହୁରି ତା କାଠିଟି କଣ ହବ ନା ଗୋଟେ ଆଙ୍ଗୁଳି ହେଲା ଏଇଟା ଧର ଯୋଉ କାଠି ଅଛି ନା ଇଏ ଆହୁରି ଗୋଟେ ଆଙ୍ଗୁଳି ଏକ୍ସଟ୍ରା ବଢିଯିବ ଏଇଭଳିଆ ଦେଖୁଛ ଏଇଭଳିଆ ଗୋଟେ ଆଙ୍ଗୁଳି ଆହୁରି ବଢିଯିବ ଯିଏ ପିଲେ ଚୋରି କରିଥିବ ହେଲା ବୀରବଲଙ୍କ ପ୍ଲାନ୍ ଦେଖ କୋଉଭଳିଆ ସମସ୍ତଙ୍କୁ ସମାନ କାଠି ଦିଆହେଲା ଏଇଭଳିଆ କାଠି ସମସ୍ତଙ୍କୁ ସମାନ ଦିଆହେଲା ବଟ୍ ଯିଏ ଚୋରି କରିଥିବ ନା ପିଲେ ତା କାଠିର କଣ ତା କାଠି ଆହୁରି ଗୋଟେ ଆଙ୍ଗୁଳି ବଢିଯିବ ହେଲା। ଦେଖୁଛ ତ ବୀରବଲ ତାର କେତେ ଚାଲାକ ଦେଖ ଯାଦୁ ଏଇ କାଠି ଗୋଟେ କୋଉଠୁ ଖୋଜିକି ନେଇଆଇଲେ ମାନେ ଏଇଟା ଧର ଯୋଉ ଆଙ୍ଗୁଳି ନା ଏଇଟା ଧର ଯୋଉ ଆଙ୍ଗୁଳି ତାହେଲେ ଏ ଆଙ୍ଗୁଳି ଯେତିକି ବଡ ହେଲା ଯେତିକି ବଡ ଏଇ ଆଙ୍ଗୁଳି ଏଟା ସେତିକି ଆହୁରି ବଢିଯିବ କାଠିର ଲେନ୍ଥ ବୁଝୁଛ କି ଏ କାଠର ଲେନ୍ଥ ଆହୁରି ଏତିକି ବଢିଯିବ ହେଲା ଯିଏ ଚୋରି କରିଥିବ ତା କାଠିଟା ଯୋଉ ଏତିକି ଥିବ ଏତିକି ଯୋଉ କାଠିଟା ଥିବ ସେ ଆହୁରି ଏତିକି ବଢିଯିବ। ବୀରବଲ ଦେଖୁଛ ତ କେତେ ଚାଲାକ ତାଙ୍କର ଭିତରୁ ଚୋର ଥିବ ବର୍ତ୍ତମାନ ଦେଖ କଣ ହେଲା the next morning the 8 servants came back to Birbal with sticks. Birbal asked them to stand in a line. ଗୋଟେ ଧାଡିରେ ଠିଆ ହେବା ପାଇଁ ବୀରବଲ ତାଙ୍କୁ କହିଲେ and looked carefully at the stick each one of them was carrying. ସମସ୍ତଙ୍କର ଷ୍ଟିକ୍ କୁ ସେ ଭଲ ଭାବରେ ନୋଟିସ କଲେ ଏବଂ suddenly Birbal caught hold one of them and took him to the Akbar
He told Akbar that he had caught the thief. The man fell at Akbar's feet and said that he had stolen the ring. He was punished by the emperor. ହେଲା ବୀରବଲ ସେ ଧାଡି ଭିତରୁ ଜଣକୁ ଟାଣି ଆଣିଲେ ଟାଣି ଆଣିକି ରାଜାଙ୍କ ସାମ୍ନା କହିଦେଲେ ସାରେ ମୁଁ ଚୋରଟି ଧରି ନେଲି ଏଇ ହଉଛି ସେ ଚୋର ସେଇ ଚୋରଟି କଣ ହେଲା ନା ଆକବରଙ୍କ ପାଦ ତଳେ ପଡିଗଲା ଆଉ କହିଲା ଯେ ହେ ରାଜା ହେ ରାଜନ ମୁଁ ହିଁ ସେଇ ରିଙ୍ଗଟି ଚୋରି କରିଛି ମତେ କ୍ଷମା କରିଦିଅ ରାଜା କଣ କଲେ ତାକୁ ଦଣ୍ଡିତ କଲେ କିନ୍ତୁ ବର୍ତ୍ତମାନ ପିଲେ କଥା ଉଠୁଛି ଏଇଆ ଯେ ବୀରବଲଙ୍କୁ କେମିତି ଜଣା ପାଇଲା 8 ଜଣଙ୍କ ଭିତରୁ ଯେ ସେଇ ପର୍ଟିକୁଲାର ବ୍ୟକ୍ତି ହିଁ ଚୋର ହେଇଥିବ କେମିତି ବୀରବଲକୁ ଜଣା ପଡିଲା କ୍ୱେଶ୍ଚନ ଆସୁଛି ଦେଖିବା ତାହେଲେ ସାର୍ କଣ ନାଇଁ ମୁଁ ଏତେ ସହଜରେ ତ କହିବିନି ଲାଇକ୍ କରୁଛ ଆଉ ଫେର ସରକାରଙ୍କୁ ଟ୍ୟାକ୍ସ ଦବନି କିନ୍ତୁ ସରକାରଙ୍କ ମାଗଣା ଖାଇଯିବ ନା କଣ ଟ୍ୟାକ୍ସ ଦଉନ How did Birbal know which of the 8 men was the thief? ବୀରବଲ ବର୍ତ୍ତମାନ କ୍ୱେଶ୍ଚନ ଉଠୁଛି ଯେ କେମିତି ଜାଣିବାକୁ ପାଇଲା ଯେ ସେ 8 ଜଣ ଭିତରୁ କେଇ ଜଣ ଚୋର ହେଇଥିବ ଦେଖ the man who had stolen the ring had believed that Birbal had said about the thief's stick becoming longer by the length of a finger ବୀରବଲ ଯୋଉଟା କହିଥିଲେ ଯେ ଯିଏ ଚୋରି କରିଥିବ ତ ସେ ଚୋରର କାଠିଟା କଣ ଗୋଟେ ଆଙ୍ଗୁଳି ଏକ୍ସଟ୍ରା ବଢିଯିବ ସେଇଟା ଚୋର ମନେ ରହିଗଲା तो सी कौन कला देखो ही हैड गॉन होम एंड कट हिज स्टिक टू मेक इट शॉर्टर से जो गोटे आंगुली जो बॉडी चाहता कहना ये चोरी करछि ना तो ये चोरी करछि तो से काठिले कौन हो एवा गोटे आंगुली बॉडी जीवो तो सी कौन कला ना ए काठी रु माप करिगी हला से कौन कला पिले देखो ए काठी रु माप करिगी हला धर जो ए काठीरा माप हैला ए काठी एत्ती होछि एत्ती कौन कला ना से उड़े देला हला एत्ती से काटी देला तो टोटाल काठीड़ा जो एत्ती थिला जो एत्ते बड़ काठीड़ा थिला हां जो एत्ते बड़ जो काठीड़ा थिला से काठी रो जो एत्ती पार्ट जो कटि गला एबे कोडा एत्ती पार्ट रहला तो बस ऑब्वियसली ना तो बाकी समस्त कोन से माने डरियोनी हला तो ऑब्वियसली जते बेले अन्य माने कि चोरी एते करी ना तो से माने डरियोनी तो तांको काठी जो हुआ थिला से हुआ रहियो किंतु ये जो सुंदर अति चालाक पिलाटी से कौन कला ना बीरबल कथा विश्वास करना आ से काठीर स्टार्टिंग रु से एत्ती कौन कला ना उड़े देला जतो से एत्ती उड़े देला आ काठर बळिला को पार्ट एत्ती की पार्ट काठर बळिला तो बाकी काठी मानको तुलना ए काठीरा छोटो हे गला दैट मींस से काठीर किछि भी मैजिकल नथिला पिले चोर को खाली डरेवा पई बीरबलकर एटा चालाकी थिला और चोरटी डरियला और फाइनली अन्य समस्त ठाରୁ तारी काठी छोट बाहरला दैट्स व्हाई ताको कोन करा ना चिन्हा पड़िगला जे या होची चोर मॉडर्न जुगर से ट्राई करे मॉडर्न जुगर से आहुरी चालाक अछन हला तो जदी से काठी जदी से बडा भी जदी दिव्य जदी तो से काठी जदी इमित्र जदी बढ़िया थियो ना या उटे काठी फटाफट जुगाड़ कर दे बुझछी and Birbal had noticed that Birbal कौन notice करले this man's stick was shorter than the other sticks ହେଲା ଏଇପରି ଭାବରେ ଚୋରଟି ଧରା ପଡି ଗଲା ହେଲା ଏଇଟା ଥିଲେ ପିଲା all of about your the missing ring ହେଲା ଏଇଟା ଥିଲା ପିଲା ସବୁ କିଛି ମିସିଂ ring ଉପରେ କିନ୍ତୁ ଗୋଟେ ଚୋରକୁ ଧରିବା ପାଇଁ ଆହୁରି ବି କେମିତି କଣ ଟ୍ରିକ୍ସ ଲଗାଯାଇ ପାରିବ ଆହୁରି ଅନ୍ୟ କୋଉ କୋଉ ଉପାୟ କରିକି ଗୋଟେ ଚୋରକୁ ଧରାଯାଇ ପାରିବ ତ ଚାଲନ୍ତୁ ସେଇ ବିଷୟରେ ପଢିବା ସେଇ ବିଷୟରେ ଟେଲପିସ୍ ଯାର ନାମ ହଉଛି ଫାଇଣ୍ଡିଂ ଦ ଥିଫ୍ ହେଲା ତ ଫାଇଣ୍ଡିଂ ଦ ଥିଫ୍ ରେ ଏଟା ଆଉ ଗୋଟେ କୌଶଳ ଯେ କେମିତି ଅନ୍ୟ ଉପାୟରେ ବି ଚୋରକୁ ଧରା ଏଟା ତ ଗଲା ଗୋଟେ ଉପାୟ ତାକୁ ଡରେଇ ଦିଆହେଲା ଅନ୍ୟ କୋଉ ଉପାୟରେ ବି ଚୋରକୁ ଧରା ଯାଉଥିଲା ଆଗକାଳ ଯୁଗରେ ଦେଖିବା कौन करा होता ना देखो one night an old man stopped at village at a small hotel in a village गाँव रोड छुट्टिया गोटे होटल रे गोटे वृद्ध लोक गोटे राति रही जाइथिले there he ate his dinner went upstairs to his room and went to sleep रातिर भोजन से खाइले
ଉପରୁ ଗଲେ ତାଙ୍କ ରୁମ୍ ଟେ ତାଙ୍କୁ ଯୋଉ ରୁମ୍ ଟି ଆଲର୍ଟ କରାଯାଇଥିଲା ସେଟା ଉପରେ ଥିଲା ଫାର୍ଷ୍ଟ ଫ୍ଲୋର କି ସେକେଣ୍ଡ ଫ୍ଲୋର ଉପରେ ଥିଲା ତ ସେ ଗଲେ ସେଠିକି ଆଉ ଶୋଇବା ପାଇଁ soon afterwards the manager of the hotel came and woke him up and said sir please come downstairs I need your help ଯେତେବେଳେ ଶୋଇବାକୁ ଗଲେ ନା କିଛି ସମୟ ପରେ ମ୍ୟାନେଜର ଆସିକି ପହଞ୍ଚିଗଲେ ମ୍ୟାନେଜର କହିଲେ ଯେ ସାର୍ ଟିକେ ଉଠନ୍ତୁ ଦୟା କରିକି ଆଉ ମୋ ସହିତ ଟିକେ ତଳକୁ ଆସନ୍ତୁ ଆପଣଙ୍କର ଟିକେ ସାହାଯ୍ୟ ଦରକାର ହଉ ଦ ଓଲ୍ଡ ମ୍ୟାନ ସେଠୁ ଉଠି ପଇଲେ ଆଉ ତାଙ୍କ ସହିତ ତଳକୁ ଗଲେ ଓଲ୍ଡ ମ୍ୟାନ ତାଙ୍କୁ ପଚାରୁଛନ୍ତି ହ୍ୱାଟ ହାଜ ହ୍ୟାପେଣ୍ଡ ସାର୍ ହି ଆସ୍କଡ ଦ ମ୍ୟାନେଜର ସେଡ୍ these five men came these men the manager said these five men came in last night ଏଇ ଯୋଉ ପାଞ୍ଚଟା ଲୋକ ଏଇ ପାଞ୍ଚଟା ଲୋକ କଣ କରିଥିଲେ ନା ଗତ ରାତିରେ ଆସିଥିଲେ now one of them says that his money is missing and no one has left the room since then ହେଲା ତାର ପଇସା ଚୋରି ହେଇଯାଇଛି ଆଉ ଯେତେବେଳେ ସେମାନେ ଚେକ୍ ଆଉଟ୍ କରିସାରିଥିଲେ ହେଲା ତାପରେ ସେ ରୁମ୍ ରେ କେହି ପଶି ନାହାନ୍ତି we all have faith in you ଆମ ସମସ୍ତଙ୍କର ବିଶ୍ୱାସ ଅଛି ଆପଣଙ୍କ ଉପରେ ପ୍ଲିଜ ଟେଲ୍ us if you can who took the money ଆପଣ ଯଦି ପାରିବେ ଦୟାକରି ଆମକୁ କୁହନ୍ତୁ ଯେ ପଇସାଟି କିଏ ନେଇଛି ଆଚ୍ଛା ହଉ ୟଙ୍ଗ ମ୍ୟାନ ଏବେ ସବୁଠୁ ବୁଦ୍ଧି ପାଞ୍ଚିଲେ ୟଙ୍ଗ ମ୍ୟାନ କଣ କଲେ ଦେଖ ଗୋ ଗେଟ୍ ମି ଏ କକ୍ କିଏ କହିଲା ଏଇଟା ନା ଦ ଓଲ୍ଡ ମ୍ୟାନ କହିଲେ ଯାଅ ମତେ ଗୋଟେ ଗଞ୍ଜା ଆଣିକି ଦିଅ ଆଜି ଚିକେନ ଡିନର ଟି ହବ ନା କଣ the manager went out and brought him a cock ହେଲା ଗୋଟେ ଗଞ୍ଜା ମ୍ୟାନେଜର ଟି ଆଣିକି ଦେଲେ the men were wondering that he was going to do with the cock ଲୋକମାନେ ଦେଖୁଛନ୍ତି ଇଏ ଗଞ୍ଜା ମଗେଇଲା ଇଏ କଣ କରିବ ଗଞ୍ଜା ସହିତ ତମକୁ ତମ ମନରେ କ୍ୱେଶ୍ଚନ ଆସୁଛି ନା ଯେ ଇଏ ଗଞ୍ଜା କାହିଁକି ମଗେଇଲା ଗଞ୍ଜା ସହିତ ଏ କେସ ର କି ସମ୍ପର୍କ ଦେଖିବା ତାହେଲେ ଗଞ୍ଜା ସହିତ ଏ କେସ ର କି ସମ୍ପର୍କ now he said ବର୍ତ୍ତମାନ ସେ କହିଲେ I will get a pot ମୁଁ ଗୋଟେ ଛୋଟିଆ ଗୋଟେ ପାତ୍ରଟେ ପାଇଛି and he went to the kitchen and took a big pot which was kept over the fire ବର୍ତ୍ତମାନ ସେ ଗଲେ କୋଉଠି କିଚେନ କୁ ଗଲେ ରୋଷେଇ ଘରକୁ ଗଲେ ଆଉ ଗୋଟେ ବଡ ଗୋଟେ ପାତ୍ରଟେ ନେଇକି ଆଇଲେ ଯୋଉଟା କି ନିଆଁ ଉପରେ ରଖା ହେଇଥିଲା ହେଲା ଏବେ ପ୍ଲାନ୍ ଦେଖ now I will turn the pot upside down over the cock said the old man he put the cock on the table and turned the pot upside down over it after that he looked he locked the door and put the keys in his pocket ହେଲା ହେଲା ତ ପିଲା ଜାଣିପାରୁଛ ଏ ଷ୍ଟୋରିର ମାନେ କଣ କହିବାକୁ ଚାହୁଁଛନ୍ତି ଶୁଣ ଏଠି କେତେ ମଜାଳିଆ ଜିନିଷଟା ଅଛି ସେ ଷ୍ଟୋରି ଗୋଟେ ପ୍ରକାର ଥିଲା ଏ ଷ୍ଟୋରିଟା ପୁରା ଅଲଗା ସେଠି ତ ଆକବର ବୀରବଲଙ୍କ କଥା ଗଲା ଏ ଷ୍ଟୋରିଟା ଶୁଣ ଏଟା ପୁରା ଅଲଗା ଏଇଠି କଣ ହଉଛି ଦେଖ now he said I will get a pot ହେଲା ବର୍ତ୍ତମାନ ମୁଁ ଗୋଟେ ପାତ୍ରଟେ ପାଇଛି and he went to the kitchen and took a big pot which was kept over the fire କାରଣ ସେତେବେଳେ ତ ଇଣ୍ଡକ୍ସନ ଚୁଲା ନଥିଲା ନା ସେତେବେଳେ ଓନ୍ଲି ଯା ଚୁଲା ଜଳୁଥିଲା ତ ଯଦି ଚୁଲା ଜଳୁଥିଲା ଚୁଲା ଜଳୁଛି ମାନେ ଅବଭିୟସଲି ଗୋଟେ ପାତ୍ରର ତଳପଟା କଣ ହେଇଥିବ କଳା ହେଇଥିବ ହଁ ତ ସେ କଣ କଲେ ନା ସେ ଯୋଉ ପାତ୍ରଟି ନିଆଁ ଉପରେ ଥିଲା ସେଇ ପାତ୍ରକୁ କଣ କଲେ ନା ସେ ନେଇକି ଆସିଲେ କିଚେନ ରୁ ତାପରେ କଣ ହେଲା ଦେଖ now I will turn the pot upside down over the cock ଗଞ୍ଜା ଗଞ୍ଜା ଉପରେ ସେ କଣ କଲେ ନା ସେ ମାଢିଆଟିକୁ ଓଲଟେଇ ଦେଲେ ହେଲା ତାମାନେ କଣ ସେ ଯୋଉ କଳା ପଟା ଯୋଉଟା କି ନିଆଁ ସଂସ୍ପର୍ଶରେ ଥାଏ ତାକୁ ଉପରକୁ ରଖିଦେଲେ ଦେଇକି ଗଞ୍ଜାଟା ତା ଭିତରେ ଗଳେଇ ଦେଲେ said the old man old man ଟି କହିଲେ he put the cock on the table and turned the pot upside down over it ହେଲା after that he locked the door and put the keys in his pocket ସେ ପାଞ୍ଚ ଜଣଙ୍କୁ କଣ କରିଥିଲେ ନା ଏଇ ରୁମ ଭିତରକୁ ଛାଡି ଦେଇଥିଲେ ହେଲା କୋଉ ରୁମ ଭିତରକୁ ନା ଏଇ ରୁମ ଭିତରକୁ ଛାଡି ଦେଇଥିଲେ
ଆଉ ଏଇ ରୁମ୍ ଭିତରେ ଛାଡି ଦେଇକି କବାଟକୁ ବାହାରୁ ତାଲା ପକେଇ ଦେଇକି ଚାବିଟା ଘରେ ଦେଲେ ଯାହା ଫଳରେ କୌଣସି ଲୋକ ଯେମିତି ବାହାରକୁ ନ ବାହାରି ପାରୁ ହେଲା। ସାର୍ ଆପଣଙ୍କର ଡିସ୍କୋ ଲାଇଟ୍ ଜଳୁଛି ଏଠି ପୁରା ବଢିଆ ସେ। କଣ କରିବା ଜଲୁଆ ସେୟା। ଓଃ ପିଲେ ତମରି ମାନଙ୍କ ଭିତରୁ କାହାର ଗୋଟେ ଅଭିଶାପ ପଡିଛି ଥଣ୍ଡା ମତେ ଏତେ ଜୋର ଧାରଣା ବାହିରେ ଆଖି ଖାଲି କଟ କଟ ହଉଛି ଆଉ ନାକରୁ ଖାଲି ଛିଙ୍କ ମାନେ ଅନବରତ ଛିଙ୍କ ହଉଛି। ତମରି ମାନଙ୍କ ଭିତରୁ କିଏ ପିଲେ ମତେ ଗୋଟେ ଅଭିଶାପ ଦେଇଛ ଯେ ଦେହ ଖରାପ ହଉଛି ମୋର। ହେଲା ଦେହ ଖରାପ ହଉଛି ତମମାନଙ୍କ ଭିତରୁ ମତେ କିଏ ଗୋଟେ ଅଭିଶାପ ଦେଇଛ ସତ କଥା ମାନିଯାଅ ହେଲା। ଅଭିଶାପ ଦେଇଦେଇଛ ତମମାନଙ୍କ ଭିତରୁ କିଏ ହଉ ମାରିଦିଅ ନା ତମମାନେ ମାରିଦଉନ ନା ମାରିଦିଅ ତମର ଆଡ୍ରେସ କୁହ ମୁଁ ତମ ଘରକୁ ଯାଉଛି ହେଲା ଦେଖେଇଦେମି ତଣ୍ଟି ଏମିତି ଦେଖେଇଦେମି ହେଲା ଏଇଭଳିଆ ଚିପିକି ମାରିଦବ। ନାଇଁ ମାରିଦିଅ ନହେଲେ ଏମିତି ନହେଲେ ତମେ ଅଭିଶାପ ଫଭିଶାପ ଦିଅନି ସେମିତିଆ ମାରିଦବ ହେଲା। ପୁଟ୍ ଆଉଟ୍ ଦ ଲାଇଟ୍ସ ହି ସେଡ୍। ପୁଟ୍ ଆଉଟ୍ ଦ ଲାଇଟ୍ସ ମାନେ ପୁଟ୍ ଆଉଟ୍ ହଉଛି ଫ୍ରେଜାଲ ଭାର୍ବ। ଏଠି ପୁଟ୍ ଆଉଟ୍ ର ଅର୍ଥ ହଉଛି କ୍ଲୋଜ ଦ ଲାଇଟ୍ସ ଲାଇଟ୍ ବନ୍ଦ କରିଦିଅ ସବୁ। ଆଣ୍ଡ କଭର ଦ ଫାୟାର। ସେଠି ରୋଷେଇ ଘରେ ଯୋଉ ନିଆଁ ଜଳୁଛି ସେ ନିଆଁ ଦ୍ୱାରା ବି ରିଫ୍ଲେକ୍ସନ ହବ ଦେଖାଯିବ କିଛି ବି। ତ ସେ ନିଆଁକୁ ବି ବନ୍ଦ କରିଦିଅ ହେଲା ମାନେ ସେ ଘରକୁ ପୁରା ଅନ୍ଧାର କରିଦିଅ ଯେମିତି କେହି କାହାରିକି ଜାଣି ନ ପାରନ୍ତୁ। ସୋ ଦେ ଡିଡ୍ ଦ୍ୟାଟ ମେକିଂ ଦ ରୁମ୍ କ୍ୱାଇଟ ଡାର୍କ। ରୁମ୍ ଟାକୁ ପୁରା ଅନ୍ଧାର କରିଦେଲେ ନା ନିଆଁ ଦେଖାଯାଉଛି ନା କିଛି ଦେଖା ହଉଛି। ତାପରେ କଣ ହେଲା ଦେଖ। The old man said, now all of you line up and pass the pot one by one. Rub the pot with your hands by as you pass. When the thief robs the pot, the cock will crow 3 times. ସେ 5 ଜଣ ସହିତ ଇଏ 2 ଜଣ ବି ଅଛନ୍ତି ସେ ରୁମ୍ ଭିତରେ ସେ ରୁମ୍ ଟାକୁ ଲକ୍ କରିଦେଇଛନ୍ତି। ମାନେ କଣ ଅନ୍ଧାର ଫାଇଦା ନାହିଁ ଯେମିତି ସେ ଚୋର ଯେମିତି ରୁମ୍ ବାହାରକୁ ନ ଯାଇପାରେ ହେଲା। ଏବେ କଣ୍ଡିସନ ଏଇଆ ଦିଆଗଲା ଯେ ତମ ମାନ 5 ଜଣ ଭିତରୁ ସମସ୍ତେ ଯାଇକି ସେ ମାଠିଆଟିକୁ ଘଷ କାହିଁକି ସେ ମାଠିଆଟି କଣ ଉପର ଅଂଶ ଟା କଳା ତ କଳା ମାନେ କଣ ଘଷିଲେ ସେଟା ହାତରେ କଳା ଲାଗିଯିବ। ତ ଯିଏ ଚୋର ହେଇଥିବ ନା ଯେତେବେଳେ ସିଏ ମାଠିଆ ଘଷିବ ସେତେବେଳେ ଏଇ ଯୋଉ ଗଞ୍ଜାଟି ଥିବ ଇଏ 3 ଥର ଚିଲେଇବ ହେଲା। ସିଏ ଗୋଟେ ଆଲୌକିକ ଗଞ୍ଜା ମାନେ ସେ ଗଞ୍ଜାଟି କଣ 3 ଥର ଚିଲେଇବ। ଇଏ ସବୁ ଡରିଗଲେ। ଯିଏ ଅରିଜିନାଲ ଚୋର ଦେଖ ସେ କଣ କରିଛି। All the men went by the pot and rubbed it. No sound was heard. The cock had not crowed at all. ସେ 5 ଜଣ ପାଳି ସରିଗଲା ହେଲା 5 ଜଣ ପାଳି ସରିଗଲା କିନ୍ତୁ ଗଞ୍ଜା ତିଳେ ହେଲେ ବି ଚିଲେଇଲା ନାହିଁ। ଏଇଠି ବୁଢା ଲୋକଟି କଣ କହିଲା ଦେଖ anybody else who has not rubbed the pot। ତମମାନଙ୍କ ଭିତରୁ କେହି ତ ଜଣେ ଅଛ ଯିଏ କି ସେ ମାଠିଆଟି ଘଷି ନାହଁ। ନହେଲେ ସେ ଗଞ୍ଜାଟି ଚିଲେଇଲାନି କାହିଁକି ତମମାନଙ୍କ ଭିତରୁ କେହି ତ ଗୋଟେ ଚଣ୍ଡାଳ ଅଛ। ଯିଏ କି ସେ ମାଠିଆଟିକୁ ହାତ ବି ମାରିନ। asked the old man. Nobody spoke। ସମସ୍ତେ ମନା କଲେ ଯେ ନାଇଁ ଆପଣ ମିଛ କଥା କହୁଛନ୍ତି ଆମେ ସମସ୍ତେ କଣ ନା ହାତ ମାରିଛୁ ହେଲା। ଲାଇଟ୍ ଦ ଲ୍ୟାମ୍ପସ୍। ଏବେ ଆଲୋକିତ କର। ଲାଇଟ୍ ଜଳାଅ। କିଏ କହିଲା ବୁଢା ଲୋକ କହିଲା। The man lit the lamps and the candles again and got the fire going bright once। ତାପରେ ସେ ଯାହା ଯୋଉଠି ନିଆଁ ମିଆଁ ଜଳୁଥିଲା ସେ ସବୁ କିଛି ଆଉ ଥରେ କରେଇ ଦିଆ ହେଲା। More। The room was now well lit as before। ରୁମ୍ ଟି ଏବେ ଯୋଉ ଭଳି ଆଗରୁ ଲାଇଟ୍ ଫାଇଟ୍ ଜଳୁଥିଲା ଯୋଉ ଭଳିଆ ନିଆଁ ଫିଆଁ ଜଳୁଥିଲା ଯୋଉ ଜାଗାରେ ଏବେ ସବୁ କିଛି ନର୍ମାଲ ହେଇଗଲା। ଏବେ ଦେଖ କଣ ହେଲା ଦେଖ। The old man said, now men line up again and hold your hands up towards me। ଏବେ ତମମାନଙ୍କ ହାତକୁ ତମେ ଏମିତିଆ ମତେ ଦେଖାଅ ଏମିତିଆ ତମର ହାତ ମତେ ଦେଖାଅ। ହେଲା କେମିତିଆ ଦେଖାଅ ନା ଏମିତିଆ ଦେଖାଅ। ଏଇ ଯୋଉ ଇମେଜ ଦେଖୁଛ ଏଇଟା ଠିକ ଏଇଭଳିଆ ମତେ କଣ କରିବ ନା ତମମାନଙ୍କ ହାତ ମତେ ଦେଖାଅ। ଏମାନେ ଦେଖେଇଲେ ଏଇଭଳିଆ ହାତ ବର୍ତ୍ତମାନ କଣ ହେଲା ଦେଖ। They did so and looked carefully at all their hands. And there was only one man whose hands were not black from the soot on the bottom of the pot। ସେ ପଟ ର ଯୋଉ ତଳ ପଟଟା ହେଲା ବାହାରି ପଟର ତଳ ପଟଟା ଯୋଉଟା କି ଅତ୍ୟନ୍ତ କଳା ଥିଲା କାହିଁକି ନା ସେ ନିଆଁର ଇଏଟା ଶୋଉଥିଲା ସେ ଦେଖିଲା ଯେ ଜଣକ ହାତ ଟି ସୁଧୁ ଗୋରା ଅଛି ମାନେ ତା ହାତରେ ତିଳେ ବି ଚେଞ୍ଜେସ୍ ହେଇନି ଏମାନଙ୍କ ଦେଖୁଛ
एमाने देखुछ ये माठिया टच करछि का नहीं चोरी करनी ये माठिया टच करछि का नहीं चोरी करनी तो से निर्भरता सहित ये करछि जहाँ मन भय अछि ना पिले से जे चोरी करिछि ना से कोन करछि से माठिया को सुधु हाथ देई नाही हैला सेठ देखो पिले कोन करछि से माठिया को पिले टोटली से हाथ देई नाही तो दैट्स व्हाई देखो ता हाथ रे केतो सफा अछि so he pointed to the man with clean hands and said चोर के दाल में तिनका here is your thief catch him and make him give back money that has taken एई हो चोर याकू गुरु गाई भाया धोई पका है धोई देकी आ कत पैसा अदा कर ये पैसा कोर्ट रखी कहीं ये जेहेतु चोर या मन डर थिला जे काले मु जदि हाथ मारिदेली गंजा चिलेला मु धरा पड़जी आ जेहेतु अंधार अच्छी सो तो से अंधार फायदा उठेला एवं अंधार फायदा उठे दे से कौन कला ना घसिला नहीं आउ जेहेतु तारी हाथ समस्त थारू धड़ा देखा होउची तो से जिनसटा पाई से धरा पड़ी गला है भाई जे निर्भय रहियो ना जे निर्भय रहियो ना सी एत शीघ्र धरा पड़ियोनी है आ जे भय करियो ना सी बेसी धरा पड़ियो तो चोर माने कपी चोर समस्त आपण आरंभ कर जो मुझे पिले प्लस टू फास्ट इयर मु पढ़ुली ना प्लस टू फास्ट इयर पूरा प्लस टू सेकेंड इयर अधा पर्यंत मु पिले से कॉलेज जी वीकली टेस्ट यूनिट टेस्ट जिते जहाँ भी टेस्ट हुए सब परीक्षा कॉपी नहीं सब परीक्षा मो कॉपी गुड़िक जान तुम कॉपी गुड़ा कौन पिले तुम कॉपी गुड़ा कौन एड़ी चिरकुटी भीतर हुए मो कॉपीटा केते बड़ा जान এই পেপারটা যেতি বড় এই তোমার এই পৃষ্ঠাটি যেতি বড় এই যে পৃষ্ঠাটি তোমার এই পৃষ্ঠাটি যেতি বড়টে সেতি বড়টা তো মোর কপিটে মো কপিটা এতি বড়টা থাকে ହେଲା ତାପରେ ବି 1.5 ବର୍ଷ ଏଠି କପି କଲା ପରେ ମତେ କେହି ଧରି ପାଇଲେନି ଆଜି ପର୍ଯ୍ୟନ୍ତ କିନ୍ତୁ ମୋରି ପାଖରେ ଯିଏ ବି କପି କଲା ସେ ଧରା ପଡିଗଲା କାହିଁକି ନା ସିସିଟିଭି କ୍ୟାମେରା ଉପରେ ଲାଗିଛି ପୁଣି आहरी गोटे सौभाग्यर कथा या थिला जे मोर रोल नंबर से फ्रंट बेंच रे पड़े फ्रंट बेंच रो सीसीटीवी रे मो धरा पडुनी किंतु मोरी पाखरे जे पिलाटी बसे से धरा पड़ी होची मो आज पर धरा पड़ी नै से कॉलेज चेयरमैन भी जान नै जे से पुण्य कमाडी मो करथिली बोली केमि देला ना ए जो जिंसडा एटा मो अप्लाई कर देथिले भाई डरी बुनी कॉन्फिडेंटली को चोरी करियो तू बुझबाइलु एटा पिले मोर गोटे धर्म माने हला मन रखियो हला किछ ना किछ तो मु ज्ञान देमी हला बंचे पे तो मु किछ ना किछ ज्ञान देमी टेंशन नै हला जेबे पिले चोरी करियो कॉन्फिडेंटली चोरी करियो जे हां मु छाती पिटी कहियो जे मु चोरी करछि कोन मोर छेना छिड़ेबु तू छिड़ा मु छाती पिटी कहूछि मु चोरी करछि हला एवा चोरी करियो ना पिले जा कर तो चोरी करतु सिर छ डरी जाय तमो कभी चोर बोली कहियोनी हला चोर माने नॉर्मल डरते न छानिया हे आंती हला खाली खाली कुनरु होंती एपर से होंती तम पर कॉन्फिडेंट छ जे हां मु चोरी करिम मोर के कोन छला छिड़ा देखिया बुझ परछि से जे अप्लाई करे देखियो तम चोरी 95% धरा पड़े एटा मोर एटा ट्रिक्स हला मोर एई जिंसडा बोधे विगत 5 ରୁ 6 वर्ष एक्सपीरियंस क्लास 8 ରୁ क्लास 12 रो अधा पर्यंत मु एई प्रोसेस अप्लाई करी मु कॉपी करछि सेटिका पिला माने आज पर्यंत डाउट रे अछंती जे एई चंडालटे धरा पडुनी काहेकी आमे तो एडी गेडी चिरकुटी ने धरा पड़छु ये तो ए4 शीट पेपर नहीं पड़ोछि एती बड़ा पेपर टे तो नहीं पड़ोछि ये किमिति धरा पडु नै आमे किमि धरा पड़ी होछु रहस्य कोन पीएसएम को जदि से सब्सक्राइब करथन ताले जानि एई थाने रहस्य कोन एबे तुम माने सब्सक्राइब करछ तुम माने कोती वीडियो आसुचे तो तुम माने जानि परछ जे किमिति कॉपी होउछ हला तो आशा करछि तुम वीडियो बहुत भल लागिथियो जदि वीडियो भल लागिछि ताहले तुम वर्षा को शेयर करी तुम वर्षा और तुम दी जण मिसी पढ़ हला आउ आमे देखाबो तुम सदा नेक्स्ट वीडियो रे नेक्स्ट क्लास पिले इतिहास
तकिया बकिया घर गोटे नहीं पड़े नजर दरकार पड़े ये तकिया मुझे तुमको धरेमी है ये जो तकिया जो तुमको डेरी ये तकिया मुझे तुमको पठेदेमी है हिस्ट्री क्लास अच्छी नेक्स्ट क्लास ओके सो देखा तुम सहित हिस्ट्री क्लास से पर्यंत निजर वर्षार ध्यान रखियो है तुम सहित आम हिस्ट्री क्लास भेट हवा ओके बाय बाय पिला भूगोल ये किसी टेंशन नहीं भूगोल जो बड़ विषय था तुम से सरी तुमको मुझे सारे देटा तो भूगोल भूगोल किसी टेंशन हबनी तुम जो लंग लंग विषय मुझे कवर करोची बुझिपार कि टेंशन नहीं बिंदास सर परीक्षा पूर्व बिंदास सर तुम टेंशन नहीं ओके देखा तुम सहित नेक्स्ट वीडियो रे गोटे सुंदर हिस्ट्री टॉपिक सहित है सर हिस्ट्री टॉपिक के आप सुंदर है आम तो हिस्ट्री टॉपिक शुद्ध विरक्त लगे कौन करिया सर डिस्को लाइट भूका चंडाल लाइन पड़ेगा आम लाइन पड़े ना उन्नत मान लाइट गुड़ा अच्छे पुतपुथने जना पड़े जो लाइन टा गला है तो देखा तुम सहित नेक्स्ट वीडियो रे से पर्यंत बाय बाय।